ଏହି ସବୁ ପ୍ରମାଣପତ୍ର ନଥିଲେ ମିଳିବନି ସୁଭଦ୍ରା ଟଙ୍କା। ପ୍ରମାଣପତ୍ର ନଥିଲେ 50,000 ହାତରୁ ଯିବ। ଜାଣନ୍ତୁ ଆବଶ୍ୟକ ଥିବା ପ୍ରମାଣପତ୍ର। ହଁ ଦର୍ଶକ ବନ୍ଧୁ, ନୂଆ ସରକାର ଆଣିଛନ୍ତି ନୂଆ ଯୋଜନା। ଏହି ଯୋଜନାରେ ମହିଳାମାନଙ୍କୁ ମିଳିବ 50,000 ଟଙ୍କା। ବିବାହିତ ମହିଳାମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ମହିଳାମାନଙ୍କୁ ସଶକ୍ତିକରଣ କରିବା ଯୋଗୁଁ ଏହା ରହିଛି ମୂଳ ଉଦ୍ଦେଶ୍ୟ। 2024 ସାଧାରଣ ନିର୍ବାଚନ ପାଇଁ ପ୍ରଚାର ସମୟରେ ବିଜେପି ଓଡ଼ିଶାରେ ସରକାର ଗଠନ କଲେ ମହିଳାମାନଙ୍କୁ 50,000 ଟଙ୍କା ଦେବେ ବୋଲି ଘୋଷଣା ମଧ୍ୟ ସେ କରିଥିଲେ। ସେ ଯାହାକୁ ବର୍ତ୍ତମାନ କାର୍ଯ୍ୟକାରୀ ମଧ୍ୟ କରିବାକୁ ଆରମ୍ଭ କରାଯାଉଛି। ତେବେ ଜାଣି ରଖନ୍ତୁ କ'ଣ ରହିଛି ଏହି ଯୋଜନାର ଡକୁମେଣ୍ଟ ସବୁ। ସୁଭଦ୍ରା ଯୋଜନା, ଏହି ଯୋଜନା ମାଧ୍ୟମରେ ମହିଳାମାନଙ୍କୁ 50,000 ଟଙ୍କାର ଭାଉଚର ମିଳିବ, ଯାହାକୁ ସେ 2 ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ। ଏହି ଯୋଜନା ଆଗାମୀ 100 ଦିନ ମଧ୍ୟରେ ଲାଗୁ ହେବାକୁ ଯାଉଛି। ଏହି ଯୋଜନାର ଲାଭ ଉଠାଇବା ପାଇଁ ଅନେକ ପ୍ରମାଣପତ୍ର ଆବଶ୍ୟକତା ରହିଛି। ତେବେ ଆସନ୍ତୁ ଜାଣିବା ଯୋଜନା ପାଇଁ ଆବଶ୍ୟକତା ଥିବା ପ୍ରମାଣପତ୍ର। ତ ପ୍ରଥମେ ଥିଲା ଆଧାର କାର୍ଡ଼, ଏହାପରେ ବ୍ୟାଙ୍କ ପାସବୁକ୍, ଇନକମ୍ ସାର୍ଟିଫିକେଟ୍, ରେସିଡେଣ୍ଟ ସାର୍ଟିଫିକେଟ୍, ମୋବାଇଲ ନମ୍ବର ଏବଂ ପାସବୁକ୍ ଫଟୋ, ପାସପୋର୍ଟ ସାଇଜ୍ର ଆପଣଙ୍କ ଫଟୋ। ତେବେ ଯଦି ଆପଣ ନିକଟରେ ମଧ୍ୟରେ ଏଇଥିରୁ ଗୋଟେ ହେଲେ ପ୍ରମାଣପତ୍ର ନାହିଁ ତ ଆପଣ ଏହି ଲାଭରୁ ବଞ୍ଚିତ ହୋଇପାରିବେ। ତେଣୁକରି ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ଯୋଜନା ପାଇଁ ଆପ୍ଲାଏ କରିବା ପାଇଁ ଥିବା ସବୁ ଡକୁମେଣ୍ଟ ନିହାତି ଭାବରେ ଆପ୍ଲାଏ କରିଦିଅନ୍ତୁ। ମେନ୍ ଆପଣଙ୍କର ରେସିଡେଣ୍ଟ ସାର୍ଟିଫିକେଟ୍, ଇନକମ୍ ସାର୍ଟିଫିକେଟ୍ ଆପଣଙ୍କର ନିହାତି ଜରୁରୀ। ତା ସହିତ ଆପଣଙ୍କ ଆଧାର କାର୍ଡ଼ଟିକୁ ମୋବାଇଲ ନମ୍ବର ସହିତ ଲିଙ୍କ କରି ରଖନ୍ତୁ, ଯାହାଦ୍ୱାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଇସାଟି ଆସିଯିବ। ତ ଦର୍ଶକ ବନ୍ଧୁ, ଯଦି ଆପଣଙ୍କର କିଛି ଡାଉଟ୍ ରହୁଛି ଏହି ସୁଭଦ୍ରା ଯୋଜନାକୁ ନେଇ ତ ନିହାତି କମେଣ୍ଟ କରି ଜଣାନ୍ତୁ। ମୁଁ ଆପଣଙ୍କୁ ବହୁତ ଭଲ ଭାବରେ ବୁଝାଇଦେବି ଯେ ଆପଣଙ୍କ ଡାଉଟ୍ଟି କ୍ଲିଅର କରିଦେବି ଯେ ଏହି ସୁଭଦ୍ରା ଯୋଜନା ପାଇଁ ଆପଣଙ୍କୁ କ'ଣ କ'ଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଆପଣଙ୍କୁ ମୁଁ ସୁବିଧା ଯୋଗାଇଦେବି। ତ ଭିଡ଼ିଓଟି କେମିତି ଲାଗିଲା ନିହାତି କମେଣ୍ଟ କରି ଜଣାଇବେ। ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଆସିଛନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ କରି ରଖିଥିବେ। ଧନ୍ୟବାଦ।